guys, welcome back to my new blog video. ଭାଇ ମାନେ ବହୁତ ଦିନ ପରେ ଆଉ ଥରେ ବ୍ଲଗ ଭିଡ଼ିଓଟି ଷ୍ଟାର୍ଟ କଲି କାହିଁକି ନା ଭାଇ ମାନେ ମୁଁ ଯାଇଥିଲି ଏଠି ଗାଁକୁ ଆକ୍ଚୁଆଲି ମୋର ବଡ଼ ଭାଇଙ୍କର ବାହାଘର ହେଉଥିଲା ତ ମୁଁ ଗାଁକୁ ପଳେଇ ଯାଇଥିଲି ଆଉ ତା ପୂର୍ବରୁ ମଧ୍ୟ ବ୍ଲଗ ଭିଡ଼ିଓଟି ମୁଁ ସୁଟ୍ କରିଥିଲି କିନ୍ତୁ ଭିଡ଼ିଓର କ୍ୱାଲିଟି ବେଟର୍ ହେଇନଥିଲା ମାନେ ଭଲ ହେଇନଥିଲା ତ ଭିଡ଼ିଓଟି ମୁଁ ଡିଲିଟ୍ କରିଦେଲି ଆଉ ଥରେ ଏବେ ଭିଡ଼ିଓଟି ବନଉଛି ଆଉ ଆପଣମାନଙ୍କୁ ବ୍ଲାକ୍ କଲର୍ ମାନେ ଟିକେ ଟିକେ ନଏଜ୍ ଆପଣଙ୍କୁ ବ୍ଲାକ୍ ଦେଖାଉଥିବ କାହିଁକି ନା ମୁଁ ଘର ଭିତରେ ବନଉଛି ରାତିରେ ହିଁ ବନଉଛି ଭାଇ ମାନେ ଏଇ ଯେଉଁ ଭିଡ଼ିଓଟି ବନେଇଥିଲି ସେଦିନ ରାତିରେ ଆକ୍ଚୁଆଲି ଗୋଟେ ପ୍ରଡ଼କ୍ଟଟି ମୁଁ ଅନବକ୍ସିଂ କରି ଦେଖେଇଥିଲି କ'ଣ ସେ ଜିନିଷଟି କେତେ ଟଙ୍କା ପଡ଼ିଲା ମୋ ଏକ୍ସପିରିଏନ୍ସ କ'ଣ ସବୁ ଜିନିଷ ସେଠି କହିଥିଲି ଆଉ ସେଇଟା ମଧ୍ୟ ମୁଁ ଡିଲିଟ୍ କରିଦେଇଥିଲି କିନ୍ତୁ ଆଜି ଏଇ ଭିଡ଼ିଓରେ ମୁଁ ଆଜି ସେ ଜିନିଷଟି ଦେଖେଇବି ଫୁଲ୍ ଡିଟେଲ୍ ଦେଖେଇବି କ'ଣ ଆଣିଥିଲି କେଉଁଠୁ ଆଣିଥିଲି ମୋର ଏକ୍ସପିରିଏନ୍ସ କ'ଣ ରହିଲା ପ୍ରାଇସ୍ କେତେ ରହିଲା ସବୁ ଜିନିଷ ଦେଖେଇବି ଆଉ ଭାଇ ମାନେ ଇଏ ହେଉଛି ସେଇ ପ୍ରଡ଼କ୍ଟ ଏ ଦେଖିଦିଅନ୍ତୁ ଭିଡ଼ିଓରେ ଆକ୍ଚୁଆଲି ମୁଁ ଭାଇମାନେ କହୁଛି ରିଅଲ୍ରେ ମୁଁ ଆକ୍ଚୁଆଲି ସାଙ୍ଗମାନେ କହିବା କଥା କିନ୍ତୁ କୌଣସି କଥା ନୁହଁ ମୁଁ ଭିଡ଼ିଓରେ ଅଧିକାଂଶ ଟାଇମ୍ରୁ ଭାଇମାନେ କହିଦେଉଛି କିନ୍ତୁ ଆଜିଠାରୁ ମାନେ ନେକ୍ସଟ ଭିଡ଼ିଓ ଠାରୁ ମୋ ସାଙ୍ଗମାନେ ହିଁ କହିବେ ନହେଲେ ଗାଇସ୍ ମାନେ କହିବେ ତ ଏଇ ଦେଖିଦିଅନ୍ତୁ ଇଏ ହେଉଛି ସେଇ ପ୍ରଡ଼କ୍ଟ ଆପଣମାନେ ଜାଣିସାରିଲେଣି କି ପ୍ରଡ଼କ୍ଟଟା ଆକ୍ଚୁଆଲି କ'ଣ ଇଏ ହେଉଛି ଅଲ୍ଟ୍ରା ପୋର୍ଟ ମ୍ୟାକ୍ସ ଯେଉଁଟାକୁ ଇୟର ପୋର୍ଟ ମଧ୍ୟ କୁହାଯାଉଛି ଏଇଟା ଟ୍ରାନ୍ସପାରେଣ୍ଟର ଗ୍ରୀନ୍ କଲର୍ର ୟା ପୂର୍ବରୁ ମୁଁ ମଧ୍ୟ ୟାକୁ ଅର୍ଡ଼ର କରିଥିଲି କେବେ ନା ଗୋଟେ ବର୍ଷ ପୂର୍ବରୁ ପାଖାପାଖି ଅର୍ଡ଼ର କରିଥିଲି ସେତେବେଳେ ଇଏ ନୂଆ ଆସିଥିଲା ସେତେବେଳେ ଆକ୍ଚୁଆଲି ମୋତେ ଏଇଟା ପ୍ରାଇସ୍ ପଡ଼ିଥିଲା 130 ଟଙ୍କାରେ 130 ଟଙ୍କାରେ ଆକ୍ଚୁଆଲି କ'ଣ ମିଳୁଥିଲା ନା ଗୋଟେ ମସାଜର ମୁଁ ସାଇଡ଼୍ରେ ଫଟୋ ଲଗେଇ ଦେଉଛି ଦେଖିଦିଅନ୍ତୁ ତା ସହିତ ଇଏ ମୋତେ ଫ୍ରିରେ ମିଳିଥିଲା ଗୋଟେ ବ୍ଲୁ କଲର୍ର ଏଇଟା ମୁଁ ମଗେଇଛି ଗ୍ରୀନ୍ କଲର୍ର ତା ସହିତ ବ୍ଲୁ କଲର୍ର ଫ୍ରିରେ ମିଳୁଥିଲା ତ ମୁଁ ସେଇଟା ଅର୍ଡ଼ର କଲି କିନ୍ତୁ ପ୍ରୋବ୍ଲେମ୍ ହେଲା କ'ଣ ନା ସେଇଥିରେ କୌଣସି ମସାଜର କି ଇୟରବଡ଼୍ସ ମିଳିଲା ନାହିଁ ତା ବଦଳରେ ମୋତେ ଗୋଟେ ଭଙ୍ଗା ଟ୍ରିମର୍ ମିଳିଲା ମୁଁ ଦେଖେଇଦେବି ଏଇ ଦେଖିଦିଅନ୍ତୁ ଇଏ ହେଉଛି ସେ ଟ୍ରିମର୍ ଆକ୍ଚୁଆଲି ଏଇ ଦେଖୁଛନ୍ତି ଏଗୁଡ଼ା ସବୁ ଏ ସେଲ ଟାଇପ୍ ଆକ୍ଚୁଆଲି ଲାଗିନଥିଲା ମୁଁ ଖୋଲାଖୋଲି ଟାଇମ୍ରେ ୟା ନୋଟ୍ ବୋଲ୍ଡ ଗୁଡ଼ା ସବୁ ହଜି ଯାଇଥିଲା ତ ସେଥିପାଇଁ ମୁଁ ଏଇଥିରେ ସେଲ ଟାଇପ୍ ଲଗେଇଛି ତ ଇଏ ଚାଲୁଛି ମଧ୍ୟ କିନ୍ତୁ ପ୍ରୋବ୍ଲେମ୍ ଏଥିରେ କ'ଣ ନା ଇଏ ଯେଉଁ ପରିକା କଣ୍ଡିସନରେ ଆସିଥିଲା ନା ଇୟାକୁ ପୁରା କୁହାଯିବ କି ଇଏ ଡଷ୍ଟବିନ୍ରେ ହିଁ ଫୋପଡ଼ା ଯାଇଛି ଅଲମୋଷ୍ଟ କହିବାକୁ ଗଲେ ଆକ୍ଚୁଆଲି ଇଏ ଆସିଲା ବେଳେ ଗୋଟେ ପ୍ୟାକେଟ୍ରେ ଖାଲି ଏମିତି ପଡ଼ିଥିଲା ନା ୟା ଚାର୍ଜର ଥିଲା ନା ୟାର ବ୍ଲେଡ୍ କିଛି ଥିଲା କିଛି ନଥିଲା ଖାଲି ୟାକୁ ହିଁ ଦିଆହେଇଥିଲା ଇଏ ଚାଲିବା କଣ୍ଡିସନରେ ମଧ୍ୟ ନଥିଲା କାହିଁକି ନା ୟାର ଚାର୍ଜ ହିଁ ନଥିଲା ୟା ଭିତରେ ଗୋଟେ ବ୍ୟାଟେରୀ ଦିଟା ପଡ଼େ ରିଚାର୍ଜ ଗଲା ତ ସେଇ ବ୍ୟାଟେରୀ ଦେଖେଇ ଦେଉଛି କାଢ଼ିକି ଥରେ ଏ ଦେଖିଦିଅନ୍ତୁ ଗ୍ରୀନ୍ କଲର୍ ଦୁଇଟା ବ୍ୟାଟେରୀ ପଡ଼ୁଛି ୟା ଭିତରେ ଏଇଟା ରିଚାର୍ଜେବଲ୍ ବ୍ୟାଟେରୀ ଯେଉଁମାନେ ସବୁ ଜାଣିଥିବେ କି ଲିଥିୟମ୍ ବ୍ୟାଟେରୀ ଏଗୁଡ଼ା ସବୁ ରିଚାର୍ଜେବଲ୍ ବ୍ୟାଟେରୀ ଚଲେଇକି ମୋତେ ଦେଖେଇ ଦେଉଛି ଏବେ ମଧ୍ୟ ଚାଲିବା କଣ୍ଡିସନରେ ଅଛି କାହିଁକିନା ମୁଁ ୟା ଚାର୍ଜର ବନେଇଦେଲି ଆଉ ବ୍ଲେଡ୍ ତ ବନେଇ ହେବନି ଖାଲି କେବଳ ଚାର୍ଜରଟା ହିଁ ବନେଇଛି ଏବେ ଚଲେଇକି ଦେଖେଇ ଦେଉଛି ଆପଣମାନେ ଆବାଜଟାକୁ ପୁରା କ୍ଲିଅର ଶୁଣିପାରୁଥିବେ ଇଏ ଯେଉଁ ବ୍ଲେଡ୍ ଇଏ ହେଉଛି ଆକ୍ଚୁଆଲି ଯେଉଁମାନେ ସବୁ ଦାଢ଼ି କାଟନ୍ତି ତାର ସବୁ ଛୋଟ ଛୋଟ ପାର୍ଟିକଲ୍ସ ରହିଯାଉଛି ଛୋଟ ଛୋଟ ଚୁଟି ଟାଇପ୍ ରହିଯାଉଛି ସେଗୁଡ଼ା ସବୁ ଲଗେଇଲେ ସବୁ ପୁରା କ୍ଲିଅର ହେଇଯାଉଛି ପୁରା ଅଲମୋଷ୍ଟ ଚମଡ଼ା ସହିତ ହିଁ ପୁରା ମିଶି ଯାଉଛି ତ ଏଇଟା ଏଇ ବ୍ଲେଡ୍ ସେଇଟା କାମ ଦେବ ତ ଆମର ପ୍ରଡ଼କ୍ଟ ଏବେ ଅନବକ୍ସିଂ କରି ଦେଖେଇବି କେମିତି ଆସୁଛି ପ୍ରାଇସ୍ କ'ଣ ପଡ଼ିଲା କେଉଁଠୁ ମୁଁ ଆଣିଥିଲି ସବୁ ଜିନିଷ ଦେଖେଇ ଦେଉଛି ଗରମ ହେଉଛି ରୁମ୍ ଭିତରେ ବାହାରେ ବନଉନି କାହିଁକିନା ବାହାର ସାଇଡ଼୍ରେ ଲାଇଟ୍ ବେଶୀ ଦରକାର ତ ଭାଇମାନେ ଦେଖିଦିଅନ୍ତୁ ଇଏ ହେଉଛି ସେଇ ପ୍ରଡ଼କ୍ଟଟି ପୁରା କ୍ଲିଅରଲି ଦେଖିଦିଅନ୍ତୁ ଇଏ ହେଉଛି ଗ୍ରୀନ୍ କଲର୍ର ମୁଁ ବ୍ଲାକ୍ କଲର୍ ମଧ୍ୟ ମଗାଇଥିଲି କିନ୍ତୁ ବ୍ଲାକ୍ କଲର୍ଟି ପ୍ରୋବ୍ଲେମ୍ କ'ଣ ନା ସ୍କ୍ରାଚ୍ ବେଶୀ ପଳେଇ ଆସିବ ଏ ଗ୍ଲାସ୍ ଉପରେ ଯଦି ମାନେ କୌଣସି ଡେଣ୍ଟ ଫେଣ୍ଟ ଯଦି ପଳେଇ ଆସିଲା ସ୍କ୍ରାଚ୍ ପଳେଇ ଆସିଲା ବେଶୀ କ୍ଲିଅରଲି ଜଣା ପଡ଼ିଯିବ ତ ସେଥିପାଇଁ ମୁଁ ଗ୍ରୀନ୍ କଲର୍ ହିଁ ମଗାଇଲି ଆଉ କିଛି ଏପଟ ସାଇଟ୍ ଅଛି ବ୍ୟାକ୍ ସାଇଡ଼୍ରେ ସ୍ପେସିଫିକେସନ୍ ଲେଖା ହେଇଛି କିଛି ପଢ଼ିପାରିବେ ଆପଣ ମଧ୍ୟ यार किसी मॉडल नंबर लिखा है मॉडल नंबर होची अल्ट्रा प्रो पोर्ट मैक्स साइड रे मते किसी एपरि अछि एबे खोलिकी देखै दउछि केमिति कोन आसुछि या ऊपर मु कहि दउछि बबल रैप आस्तिला माने जो सब बबल टाइप रो छोट छोट रहउछि ता रैप आस्तिला बहुत भलो पैकेजिंग हेतिला किंतु प्रॉब्लम कोन ना एई यार प्रोडक्ट रो पैकेजिंग टा ही बेकार ही जाइतिला ये जो पैकेटा बेकार है माने बहुत भयंकर डैमेज होता मुझे यहाँ खाली सजाड़ी रखी बस एमती किसी बाहर मुझे गोटे कथा कहीदे भाई मैंने मुझे ऑलमोस्ट 17 दिन है
17 डेज ହେଇଗଲାଣି ମୁଁ ଆକୁ ଅର୍ଡ଼ର କରିବାର। ମୁଁ ଏବେ ଖାଲି ଜଷ୍ଟ ଭିଡ଼ିଓରେ ଦେଖେଇବା ପାଇଁ ମୁଁ ଆକୁ ଏବେ ଯେମିତି ଥିଲା ସେମିତି ହିଁ ପ୍ୟାକେଜିଂ କରିକି ମୁଁ ଆପଣମାନଙ୍କୁ ଦେଖଉଛି। ଏ ଦେଖିଦିଅନ୍ତୁ, ଇଏ ହେଉଛି କିଛି ଏପରି ଅଛି। ଏଥିରେ ଦେଖିପାରୁଥିବେ ସ୍କ୍ରାଚେସ୍ ମଧ୍ୟ ବହୁତ ଗୁଡ଼ା ସ୍କ୍ରାଚ୍ ପଳେଇଲାଣି, କାହିଁକିନା ମୁଁ ଆକୁ 17 ଦିନ ନାହିଁ, ପାଖାପାଖି 7 ଦିନ ହେଇଗଲାଣି ମୁଁ ୟୁଜ୍ କଲିଣି। 17 ଦିନ କାହିଁକି କହୁଛି ନା, କାହିଁକିନା ମୋର ଯେବେଠୁ ମୁଁ ଅର୍ଡ଼ର କରିଛି ଆଜି ଦିନ ପର୍ଯ୍ୟନ୍ତ ପୁରା 17 ଦିନ ହେଇଗଲାଣି। ଆପଣ ଯେବେ ଭିଡ଼ିଓ ଦେଖୁଛି ସେଇଟା ପୁରା 18 ଦିନ ହେଇଯିବ। ଏ ଦେଖିଦିଅନ୍ତୁ, ମୁଁ ଅର୍ଡ଼ର କଲା ପରେ ପ୍ରାୟ 10 ଦିନ ପରେ ଏଇଟା ମୋ ପାଖକୁ ଆସିଲା। ମାନେ ଏବେ ଏଇଟା ଅନ୍ ହେଲା। ଯଦି ଆପଣଙ୍କ ପାଖରେ ମାନେ ଯଦି ପ୍ରଡ଼କ୍ଟଟି ଆସୁଛି ଭାବୁଛନ୍ତି କି ମୁଁ ଏ ଯେମିତି ଖୋଲିଲି ଆଉ ଥରେ ଲଗେଇଦେଲି ଅନ୍ ହେଉନି, ତ ମାନେ କୌଣସି ପ୍ରକାର ଚିନ୍ତା କରିବେନି, କାହିଁକିନା ଏଥିରେ ଚାର୍ଜ ନଥାଉଛି ବେଳେବେଳେ। ମୋର ଯେମିତି ଚାର୍ଜ ନଥିଲା, ମୁଁ ବହୁତ ଟେନସନ୍ ହେଇଯାଇଥିଲି, କାହିଁକିନା ପ୍ରଡ଼କ୍ଟ ପାଇଁ ମୁଁ ଦେଇଥିଲି ପାଖାପାଖି ବହୁତ ମାନେ ମୋ ହିସାବରେ ମୁଁ ଅଧିକା ପଇସା ଦେଇଥିଲି। ଏଥିରେ ମଧ୍ୟ ଟାଇପ୍ ସି ଚାର୍ଜର ଦେଉଛନ୍ତି, ଏ ଦେଖିପାରୁଥିବେ ଏ ଟାଇପ୍ ସି ଚାର୍ଜର ଅଛି। ପ୍ରଥମେ ଦେଖେଇ ଦେଉଛି ପୁରା ଜିନିଷ। ଆଉ କଂଗ୍ରାଚୁଲେସନ୍ କାର୍ଡ଼ ଗୋଟେ କ'ଣ ଦେଉଛନ୍ତି, ୟୁ କ୍ୟାନ୍ ୱିନ୍ ଅପ୍ ଟୁ 500। ଯେତେବେଳେ 500 ଟଙ୍କା ହିଁ ନୁହଁ ଭାଇ, ଏ ଜିନିଷଟା 500 ଟଙ୍କା ନୁହଁ, 500 ଟଙ୍କା ଭିତରେ ହିଁ ଆସୁଛି, ପୁରା କିଛି ନୁହେଁ, ଏଇଟା ଖାଲି ଧନ୍ଦା ଗୁରା କରିବା ପାଇଁ। ତାପରେ ଭିତରେ କିଛି ୟୁଜର୍ ମାନୁଆଲ୍ ଦେଇଛନ୍ତି, ଏ ଦେଖିପାରୁଥିବେ। ଇଏ ଗୋଟେ ଜେରକ୍ସ କପି, ଏଇଟା ବ୍ଲାକ୍ କଲର୍ ନୁହେଁ, ଏ ଜେରକ୍ସ କପି ହେଲା। ୟାକୁ ସାଇଡ଼୍ କରିଦେବା। ଏବେ ଦେଖିବା କି ଏ ବକ୍ସ ଭିତରେ ଏବେ କିଛି ନାହିଁ, ଫାଙ୍କା ସବୁ। ଇଏ ଟାଇପ୍ ସି କେବୁଲ୍। ଏ ଟାଇପ୍ ସି କେବୁଲ୍ରେ ମୋର ପ୍ରୋବ୍ଲେମ୍ ଏବେ କ'ଣ ନା, ଏ ଟାଇପ୍ ସି କେବୁଲ୍ରେ ମୋର ମାନେ ଏ ଇୟରପଡ଼୍ ଚାର୍ଜ ହେଉନାହିଁ। କ'ଣ ପାଇଁ ହେଉନାହିଁ ସେଇଟା ତ ମୁଁ ଜାଣିନି। ମୋ ପାଖରେ ଗୋଟେ ଅଲଗା ଟାଇପ୍ ସି କେବୁଲ୍ ଅଛି, ଯେଉଁଟା ଫୋଟୋନିକ୍ସ ଚାର୍ଜର ମୁଁ ଆଣିଥିଲି। ସେ ଟାଇପ୍ ସି କେବୁଲ୍ ତା'ର ଅଛି, ସେଇଥିରେ ମୁଁ ଆକୁ ଚାର୍ଜ କରୁଛି। ଭଲ ସୁପର ଫାଷ୍ଟ ଚାର୍ଜ ମଧ୍ୟ ହେଉଛି। ତାପରେ ପ୍ରଡ଼କ୍ଟ ଉପରେ ଆସିବା। ପ୍ରଡ଼କ୍ଟଟି ପୁରା ଫୁଲ୍ ଗ୍ରୀନ୍ କଲର୍, ଆପଣ ଦେଖିପାରୁଥିବେ। ଲାଇଟ୍ ଦ୍ୱାରା କେତେବେଳେ କେତେବେଳେ ୟେଲୋ ଦେଖାଯାଉଥିବ ମଝିରେ, କିନ୍ତୁ ଏଇଟା ପୁରା ଫୁଲ୍ ଗ୍ରୀନ୍ କଲର୍ର ଦେଖିପାରୁଥିବେ ପୁରା କ୍ଲିୟରଲି। ଏବେ ପ୍ରଡ଼କ୍ଟଟି କେମିତି ୟୁଜ୍ କରିବେ ମୁଁ ଏବେ କହିଦେଉଛି। ଯଦି ପ୍ରଡ଼କ୍ଟଟି ୟୁଜ୍ କରିବାକୁ ଚାହୁଁଛନ୍ତି, ତା ପୂର୍ବରୁ ଆପଣମାନେ ଏହାକୁ ପ୍ରଥମେ ପାଖାପାଖି 30 ମିନିଟ୍ ପାଖାପାଖି ଚାର୍ଜ କରିଦିଅନ୍ତୁ। କାହିଁକିନା ଯଦି ଏଇ ଟାଇପ୍ ସି କେବୁଲ୍ ଚାର୍ଜ ନ ହୁଏ, ତାହେଲେ ଆପଣ ନିଜ ଫୋନ୍ର ଟାଇପ୍ ସି କେବୁଲ୍ରେ ମଧ୍ୟ ଏହାକୁ ଚାର୍ଜ କରିପାରିବେ। 30 ମିନିଟ୍ ଚାର୍ଜ ହେଇଗଲା ପରେ ଯାହାହେଲେ ପାଖାପାଖି 70 କି 80 ଖଣ୍ଡେ ମାନେ % ଚାର୍ଜ ହେଇଯାଇଥିବ। ତ ଭାଇମାନେ ଦେଖିଲେ ପ୍ରଡ଼କ୍ଟଟି କେମିତି ଲାଗିଲା, ଆଉ ମାନେ କ୍ୱାଲିଟି ଦେଖିବାକୁ ଗଲେ ମୋତେ ମୋ ଅନୁସାରେ ବହୁତ ଭଲ କ୍ୱାଲିଟି। ଆଉ ଆପଣମାନେ ଯଦି ଚାହିଁବେ ଆପଣମାନେ କିଣିପାରିବେ। ଆଉ ଏବେ କଥା ହେଉଛି କି ପ୍ରଡ଼କ୍ଟର ପ୍ରାଇସ୍ କେତେ ପଡ଼ିଲା ମୋତେ। ମୁଁ କହିଦେଉଛି, ପ୍ରଡ଼କ୍ଟର ପ୍ରାଇସ୍ ମୋତେ ପଡ଼ିଲା 180 ରୁପିସ୍, ମାନେ 180 ଟଙ୍କା। ଆଉ ମାନେ ସିପିଂ ଚାର୍ଜେସ୍ ପଡ଼ିଲା 5 ଟଙ୍କା, ମାନେ 185 ରୁପିସ୍ ପଡ଼ିଲା। ତ ଏତେ କମ୍ ଟଙ୍କାରେ ଆକ୍ଚୁଆଲି ଇଏ ମୋତେ ମିଳିଗଲା। ମୁଁ ଯଦି ଚାହିଁଥାନ୍ତି ତାହେଲେ 100 ଟଙ୍କାରେ ନହେଲେ 150 ଟଙ୍କାରେ ଗୋଟେ ଇୟରକଟ୍ ଆଣିପାରିଥାନ୍ତି। ତ ଆଣିଲେନି କ'ଣ ପାଇଁ ନା, ଇୟରକଟ୍ର ଗୋଟେ ବହୁତ ବଡ଼ ପ୍ରୋବ୍ଲେମ୍ ହେଉଛି ତା ୱାୟାର୍। ମାନେ ଶୁଣୁଥିବ କେତେବେଳେ ତା ୱାୟାର୍ ଖସି ଯାଉଛି କି ଛିଡ଼ି ଯାଉଛି, ଭିତରେ ହିଁ ଜଣାପଡ଼ୁନି। ଗୋଟେ ସାଇଡ଼୍ ବାଜୁନି, ଗୋଟେ ସାଇଡ଼୍ ବାଜୁଛି, ତ ସେଥିରେ ପ୍ରୋବ୍ଲେମ୍ ଆସୁଛି। ମାସ କି 2 ମାସ ପରେ ସେ ଖରାପ ହେବାଟା ଥୟ। ତ ସେଥିପାଇଁ ମୁଁ କହିଲି ଗୋଟେ ୱାୟାରଲେସ୍ ଜିନିଷଟା ଆଣିବି। ମୁଁ କେବେ ବି ଏ ୱାୟାରଲେସ୍ ଜିନିଷ କଥା ମୁଁ ଭାବେନି, କାହିଁକିନା ୟାର ବହୁତ ଗୁଡ଼ାଏ କେସ୍ ମାନେ ତ ଅଛି। ଆପଣମାନେ ଦେଖିଥିବେ କି ବହୁତ ଗୁଡ଼ା ମାନେ ୟୁଜ୍ କଲା ଟାଇମ୍ରେ ବ୍ରାଣ୍ଡେଡ଼ କମ୍ପାନୀର, ଏଇ ଲୋକାଲ୍ ନୁହଁ, ବ୍ରାଣ୍ଡେଡ଼ କମ୍ପାନୀମାନଙ୍କର ଇୟରପୋର୍ଟସ୍ ଗୁରା ସବୁ କାନ ପାଖରେ ହିଁ ଡାଇରେକ୍ଟ ଫାଟିଯାଏ। କାହିଁକିନା ଏ ଭିତରେ ଛୋଟ ଛୋଟ ଲିଥିୟମ୍ ବ୍ୟାଟେରୀ ରୁହେ, ସେଗୁଡ଼ାକ ଓଭର ଚାର୍ଜ ହେଇଗଲେ, ନହେଲେ ମାନେ ଅନଲିମିଟେଡ଼ ଯଦି ୟୁଜ୍ କରୁଥିବେ ତାହେଲେ ବେଶୀ ହିଟ୍ ହେଇଯାଏ। ତ ସେଇ ଟାଇମ୍ରେ ଆପଣମାନେ ତାକୁ ୟୁଜ୍ କରିଦେବେ, ତ ସେଇ ଜାଗାରେ ଫାଟିଯାଏ, ବ୍ଲାଷ୍ଟ ହେଇଯାଏ। ତ ଏଗୁଡ଼ାକ ମୁଁ ଆଣିନି, କେବଳ ଏଇଟାକୁ ଖାଲି ଆଣିଛି ଭିଡ଼ିଓ ଏଡ଼ିଟିଂ ଟାଇମ୍ରେ ଭଏସ୍ ଓଭର୍ କରିବା ପାଇଁ। ନହେଲେ ତ ମୁଁ ରାତି ଟାଇମ୍ରେ ଏଡ଼ିଟିଂ କରେ, ତ ଯାହାହେଲେ ବି ସ୍ପିକର୍ ଅନ୍ କରିକି ତ ମାନେ ଏଡ଼ିଟିଂ କରିବାକୁ ପଡ଼ିବ। କାହିଁକିନା ମୁଁ ଏବେ ଯେମିତି କହୁଛି, କଥାବାର୍ତ୍ତା କରୁଛି, କେଉଁ ଜାଗାରେ କ୍ଲିପ୍ଟା କାଟିବାକୁ ପଡ଼ିବ, ସେ ଅନୁସାରେ ମୋତେ ଭିଡ଼ିଓ ଏଡ଼ିଟିଂ କରିକି ପଠାଇବାର ଅଛି। ତ ରାତି ଟାଇମ୍ରେ ଶୋଇଥିବେ, ତ ମୁଁ ଭିଡ଼ିଓ ମାନେ ସ୍ପିକର୍ ଅନ୍ କରିପାରୁନି, ସେଥିପାଇଁ ମୁଁ ବ୍ଲୁଟୁଥ୍ ଆଣିଛି। ତା ପୂର୍ବରୁ ମୁଁ ବ୍ଲୁଟୁଥ୍ ବାଲାର ସେ ନେକ୍ ବ୍ୟାଣ୍ଡ ଅଛି, ଇୟରକର୍ଡ଼ର ମୁଁ ସେ ସ୍ପିକର୍ କାଢ଼ିକିରି ମୁଁ ଅଲରେଡ଼ି ବନେଇ ସାରିଛି, କିନ୍ତୁ ବହୁତ ଥର ଛିଡ଼ି ସାରିଛି। ଆଉ ସ୍ପିକର୍ ମୋ ପାଖରେ ନାହିଁ, ତ ବାଧ୍ୟ ହୋଇକି ଗୋଟେ ଇୟରପଡ଼୍ ମୁଁ ମଗେଇଛି। ଆଉ ୟାର ମାନେ ଦେଖିବାକୁ ଗଲେ ମାନେ 150 କି 200 ଟଙ୍କିଆ ବାଲା ଯେଉଁ ଇୟରକର୍ଡ଼ ଯେମିତି କ୍ୱାଲିଟି ଆସେ ସେମିତି ହିଁ ଆସୁଛି, ବେଶୀ କିଛି ଫରକ ନୁହେଁ। ଖାଲି ଏତିକି ଏଇଟା ୱାୟାରଲେସ୍ ବୋଲି ଟିକେ
ମାନେ ବେଶୀ ପ୍ରାଇସ୍ ପଡ଼ୁନି, କମ୍ ପ୍ରାଇସ୍‌ରେ ପଡ଼ୁଛି ବୋଲି ଧରିକି ଆସିଲି ଏଠି। ୟାକୁ ମୁଁ କହିଦଉଛି, ମୁଁ ୟାକୁ ଆଣିଲି ଭାଇମାନେ ସପ୍‌ସିରୁ ଆଣିଲି। ମିଶୋରେ ମିଳୁଛି, ମିଶୋରେ କିନ୍ତୁ 300 ଉପରକୁ। ସପ୍‌ସିରେ ବହୁତ ହି କମ୍ ରେଟ୍‌ରେ ମିଳିଯାଉଥିଲା। ତ ଏଇଟା ହେଉଛି 180 ଟଙ୍କା, ୟାଠାରୁ କମ୍ ରେଟ୍‌ରେ ନାହିଁ। 179 ରୁପିସ୍ ଗୋଟେ ଅଛି, କିନ୍ତୁ ସେଇଟା ମୁଁ ଦେଖିଲି, ମୋତେ ସେଇଟା ମୁଁ ଅର୍ଡ଼ର କଲିନି। 180 ରୁପିସ୍ ଗୋଟେ ଥିଲା, ସେଇଟାକୁ ମୁଁ ଅର୍ଡ଼ର କରିଲି। ଆଉ ସେଇଟା ମୋ ପାଖକୁ ଠିକ୍ ଠାକ୍ ଆସିଲା। ଏଇଟା ପ୍ରାୟ ମୋ ପାଖକୁ ଆସିବା ପାଇଁ ପ୍ରାୟ 10 ଦିନ ଟାଇମ୍ ଲଗେଇଦେଲା, ବହୁତ ଡିଲେ କରିଲା। ତ ଆପଣମାନଙ୍କ ପାଖରେ ଲୋକେସନ୍ ଆକ୍ଚୁଆଲି ଠିକ୍ ପାଖାପାଖି ଥିବ ଯଦି ବେଶୀ ନୁହେଁ, 4-5 ଦିନ ଭିତରେ ଅଲମୋଷ୍ଟ ପଳେଇ ଆସିବ। ତ ଆପଣ ଯଦି ଚାହିଁବେ ତାହେଲେ ଏଇ ପ୍ରଡ଼କ୍ଟଟି କିଣିପାରିବେ। ଆଉ ରାତି ଟାଇମ୍‌ରେ ତ ଭିଡ଼ିଓ ବନଉଛି, ତ ଭିଡ଼ିଓର କ୍ୱାଲିଟି ମାନେ ବେଶୀ ଭଲ ଆସୁନଥିବ ଭାବୁଛି, ତ ମ୍ୟାନେଜ୍ କରିଦେବେ। ତ ନେକ୍ସଟ ଗୋଟେ ଆକ୍ଚୁଆଲି ପ୍ରଡ଼କ୍ଟ ଆସୁଛି, ନେକ୍ସଟ ଭିଡ଼ିଓ ଯେବେ ବନିବ 2ଟା କି 3ଟା ବ୍ଲଗ୍ ଭିଡ଼ିଓ ପରେ ଗୋଟେ ପ୍ରଡ଼କ୍ଟ ଆସିବ। ସେ ପ୍ରଡ଼କ୍ଟଟି ବହୁତ ହିଁ ଖାସ୍ ପ୍ରଡ଼କ୍ଟ ହେବ ମୋ ପାଇଁ ଆଉ ଆପଣମାନଙ୍କ ପାଇଁ। ସେଇଟା ଶିଖିବାର ଗୋଟେ ଜିନିଷଟା ଅଛି ତା ଭିତରେ, ସେ ପ୍ରଡ଼କ୍ଟ ଭିତରେ। ଆଉ ସେ ପ୍ରଡ଼କ୍ଟଟି ରେଟ୍ ମୋତେ ବହୁତ ଟିକେ ଅଧିକା ଆସିବ, ପାଖାପାଖି 2000 ଟଙ୍କା ପାଖାପାଖି ଆସେ ସେ ପ୍ରଡ଼କ୍ଟର ରେଟ୍। ସେମିତିଆ ଖାସ୍ ପ୍ରଡ଼କ୍ଟଟି ମଧ୍ୟ। ଆପଣ ଯଦି ଚାହୁଁଛନ୍ତି ପ୍ରଡ଼କ୍ଟଟି ଆଣିବା ପାଇଁ, ତାହେଲେ ମୁଁ ଖାଲି ମାନେ କୋର୍ସର ନାଁ କହିଦେବି, ଆପଣମାନେ ଯାଇକି କୌଣସି ଅନଲାଇନ୍‌ରୁ ସପ୍‌ସି, ଆମାଜନ୍, ଫ୍ଲିପକାର୍ଟରୁ ଅର୍ଡ଼ର କରିପାରିବେ। ମୁଁ କୌଣସି ଜିନିଷର ଲିଙ୍କ୍ ଦେବି ନାହିଁ, କାହିଁକିନା ମୁଁ କୌଣସି ଜିନିଷର ପ୍ରମୋସନ୍ କରୁନି, କେହି ମୋତେ ପେମେଣ୍ଟ କରୁନାହାନ୍ତି। ତ ମୁଁ ଲିଙ୍କ୍ ଦେବିନି। ଆପଣ ଯଦି ଚାହିଁବେ ତାହେଲେ ଯାଇକି ଅର୍ଡ଼ର କରିପାରିବେ। ନାଁ ମୁଁ ଦେଇ ଦେଉଛି, ଏଇଠି ଦେଖିଦିଅନ୍ତୁ, ଏଇଠି ଆପଣ ଦେଖିଦିଅନ୍ତୁ, ଅଲ୍ଟ୍ରା ଫୋର୍ସ ମାକ୍ସ। ଏଇଠି ଦେଖିଦିଅନ୍ତୁ, 5.3 ଭର୍ଜନର। ଏଇଟା ଆପଣ ଅର୍ଡ଼ର କରିପାରିବେ। ତ ରହୁଛି, ନମସ୍କାର।